ଚାଇନା ପରେ ବର୍ତ୍ତମାନ ଭାରତରେ ପଶିଛି HMPV, ଯାହାକୁ ନେଇ ସାରା ଦେଶରେ ଏବେ ଆତଙ୍କ ଖେଳିଯାଇଛି। କର୍ଣ୍ଣାଟକ, ତାମିଲନାଡୁ ପରେ ଏବେ ମୁମ୍ବାଇରେ ଏକ ନୂଆ ମାମଲା ଦେଖିବାକୁ ମିଳିଛି। HMPVର ଏହି ଭାଇରସ୍ ପୁରୁଣା 2001 ମସିହାରେ ଏହା ମଣିଷମାନଙ୍କଠାରେ ଚିହ୍ନଟ ହୋଇଥିଲା। ସେବେଠାରୁ ଭାରତ ସମେତ ବିଶ୍ୱର କେତେକ ଦେଶରେ ଏହାର ମାମଲା ଆସୁଛି। 2003ରେ ପ୍ରଥମ ମାମଲା ଭାରତରେ ଆସିଥିବା ଗତ ବର୍ଷ ଏମ୍ସରେ 700 ରୋଗୀଙ୍କ ଉପରେ କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଏହି ରୋଗୀଙ୍କ ମଧ୍ୟରୁ 4% HMPV ଅଟନ୍ତି। ଏହି ଆକଳନଗୁଡ଼ିକ ଦର୍ଶାଏ ଯେ ଏହା ନୂଆ ଭୂତାଣୁ ନୁହେଁ, କିନ୍ତୁ ଗୋଟିଏ ଦିନରେ ଏତେଗୁଡ଼ିଏ ମାମଲା ରିପୋର୍ଟ ହେବା ଆଶ୍ଚର୍ଯ୍ୟ ନିଶ୍ଚୟ। ମୁମ୍ବାଇରେ ଚିହ୍ନଟ ହୋଇଥିବା 6 ମାସର ଝିଅଟି ଜାନୁଆରୀ 1ରେ ଖାସ, ଛାତି ଟାଣିବା ଏବଂ ଅମ୍ଳଜାନ ସ୍ତର 84%କୁ ଖସିଯିବା କାରଣରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଟେଷ୍ଟ ପରେ ଜଣାପଡ଼ିଥିଲା କି ଝିଅଟି HMPV ଦ୍ୱାରା ସଂକ୍ରମିତ। HMPV ହେଉଛି ଏକ ଭୂତାଣୁ ଯାହା ମଣିଷ ଫୁସ୍ଫୁସ୍ ଏବଂ ଶ୍ୱାସକ୍ରିୟାରେ ସଂକ୍ରମଣ ସୃଷ୍ଟି କରେ। ଏହା ସାଧାରଣ ଥଣ୍ଡା କିମ୍ବା ଫ୍ଲୁ ପରି ଅବସ୍ଥା ସୃଷ୍ଟି କରେ। ଯେଉଁମାନେ ପୂର୍ବରୁ ଅସୁସ୍ଥ ଅଛନ୍ତି କିମ୍ବା ଆଲର୍ଜିରେ ପୀଡ଼ିତ ସେମାନଙ୍କଠାରେ ଏହି ସଂକ୍ରମଣ ବା HMPV ସଂକ୍ରମଣ ସାଧାରଣ ଅଟେ। ଦିଲ୍ଲୀ ଏମ୍ସର ଶିଶୁ ବିଭାଗର ପୂର୍ବତନ ବରିଷ୍ଠ ବାସିନ୍ଦା ଡାକ୍ତର ରାକେଶ କୁମାର ବାଗ୍ରୀ କହିଛନ୍ତି ଯେ ପୂର୍ବରୁ ମଧ୍ୟ HMPV ଭୂତାଣୁ ସଂକ୍ରମିତ ହୋଇଥିଲା, କିନ୍ତୁ ଏହା ପ୍ରଥମ ଘଟଣା ଯେ ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ମାମଲା ରୁଜୁ ହୋଇଛି। ଏଥର ପିଲାମାନେ କାଶ ଏବଂ ଥଣ୍ଡା ଲକ୍ଷଣ ସହିତ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି। ନମୁନା ନେଇ HMPV ମଧ୍ୟ ପରୀକ୍ଷା କରାଯାଉଛି, ଯେଉଁଥିରେ କିଛି ପିଲା ପଜିଟିଭ୍ ବାହାରୁଛନ୍ତି। ପୂର୍ବ ଅପେକ୍ଷା ଅଧିକ ମାମଲା ରିପୋର୍ଟ ହେତୁ ଏହି ଭୟ ଅଛି ଯେ ଏହି ଭୂତାଣୁରେ କିଛି ପରିବର୍ତ୍ତନ ଘଟିଛି। ତେବେ ଦର୍ଶକ ବନ୍ଧୁ, ଏମିତି ଲାଟେଷ୍ଟ ଖବର ପାଇଁ ଆମ ଚ୍ୟାନେଲ୍ ସହିତ ଜଡ଼ିତ ରୁହନ୍ତୁ ଏବଂ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ।